2019 ମସିହା ଫେବୃଆରୀ 14 ତାରିଖ ଜମ୍ମୁ କାଶ୍ମୀରର ପୁଲୱାମାରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ଭାରତର ବୀର ଯବାନ। ପୁଲୱାମାର ରାଜରାସ୍ତାରେ ଯାଉଥିବା ସିଆର୍ପିଏଫ୍ କନଭୟକୁ ଟାର୍ଗେଟ କରି ପୁଣି ଥରେ କାପୁରୁଷପଣ ଦେଖାଇଥିଲେ ପାକିସ୍ତାନ ପ୍ରୟୋଜିତ କାପୁରୁଷ ଆତଙ୍କବାଦୀ। ଜୈଶ ମହମ୍ମଦ ଆତଙ୍କୀ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ସିଆର୍ପିଏଫ୍ ଯବାନଙ୍କ ଭ୍ୟାନ୍ରେ ଧକ୍କା କରିଥିଲେ। ଭୟଙ୍କର ବିସ୍ଫୋରଣରେ ଶହୀଦ ହୋଇଥିଲେ ଭାରତର 40 ଜଣ ବୀର ଯବାନ। ଭାରତ ସମେତ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା ଏହି ଖବର। ଜମ୍ମୁ କାଶ୍ମୀରର ପୁଲୱାମାରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଦୁଃଖଦ ଘଟଣାରେ ସିଆର୍ପିଏଫ୍ର 40 ଜଣ ଯବାନ ଶହୀଦ ହୋଇଥିଲେ। ଦେଶ ପାଇଁ ସେମାନଙ୍କର ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରି ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପ୍ରତିବର୍ଷ ଏହି ଦିନଟିକୁ କଳା ଦିବସ ଭାବରେ ପାଳନ କରାଯାଏ। ଫେବୃଆରୀ 14, 2019 ସମୟ ଅପରାହ୍ନ 3:30 ପାଖାପାଖି ନିଜ କର୍ମକ୍ଷେତ୍ରକୁ ଯବାନମାନଙ୍କ ଯାତ୍ରା ଆରମ୍ଭ ହୋଇଥିଲା। ସିଆର୍ପିଏଫ୍ 180 ବାଟାଲିୟନର 800 ଯବାନ ଶ୍ରୀନଗର କ୍ୟାମ୍ପକୁ ସ୍ଥାନାନ୍ତର ହେଉଥିଲେ। ଆଗପଛ ହୋଇ ଗଡ଼ୁଥିଲା ଯବାନଙ୍କ ବସ୍। 11 ଘଣ୍ଟାର ଯାତ୍ରା ପରେ ଯବାନଙ୍କ ଗାଡ଼ି ଜାମ୍ମୁ କାଶ୍ମୀରର ଟ୍ରାନଜିଟ୍ କ୍ୟାମ୍ପରେ ପହଞ୍ଚିଥିଲା। ପୁଲୱାମା ମାଇଲ ଷ୍ଟୋନ୍ 272 ଅଞ୍ଚଳରେ ହଠାତ୍ ଶେଷ ବସ୍ରେ ଏକ ଗାଡ଼ି ଧକ୍କା ହୋଇଥିଲା ଆଉ ବିସ୍ଫୋରଣ ଘଟିଥିଲା। 300 କିଲୋଗ୍ରାମର RDX ବୋଝେଇ କାର୍ ଯୋଗେ ଏହି ବିସ୍ଫୋରଣ ଘଟାଯାଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ 10 କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା। ରକ୍ତରଞ୍ଜିତ ହୋଇଥିଲା ରାଜରାସ୍ତା। ଏହି ଆତ୍ମଘାତୀ ବିସ୍ଫୋରଣରେ ଅଦିନରେ 40 ବୀର ଯବାନ ବୀରଗତି ପ୍ରାପ୍ତ ହୋଇଥିଲେ। ଏହାର ଜବାବରେ ପାକିସ୍ତାନରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରି ପୂରା ପ୍ରତିଶୋଧ ନେଇଥିଲା ଭାରତୀୟ ସେନା। ଆଜି ସେହି ଭୟଙ୍କର ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଛି 7 ବର୍ଷ। ଦେଶ ମାତୃକାର ସେବାରେ ପ୍ରାଣବଳି ଦେଇଥିବା ବୀର ଯବାନଙ୍କୁ ଝୁରୁଛି ଦେଶ। ବିଭତ୍ସ ଆଉ ଅଭିଶପ୍ତ ଦିନ ଆଜି ବି ମନରୁ ଲିଭିନି। ରିପୋର୍ଟ ATV ଓଡ଼ିଶା ଲାଇଭ୍।